ସେହି ଗାଁର ଲୋକମାନେ ଆଖୁ ଚାଷ କରୁଥିଲେ। ଯେଉଁ ଗାଁରେ ସେ ଭାଲୁଟା ରହୁଥିଲା ସେ ଗାଁର ଲୋକମାନେ କ'ଣ କରୁଥିଲେ? ଆଖୁ ଚାଷ କରୁଥିଲେ। ଭାଲୁକୁ ଆଖୁ ଖାଇବାକୁ ଭାରି ଭଲ ଲାଗେ। ସବୁଦିନ ସଞ୍ଜବେଳେ ଭାଲୁ ଲୁଚି ଲୁଚି ଆଖୁ କିଆରୀରେ ଯାଇକି ଆଖୁ ଖାଉଥାଏ। ସେମାନେ ଯେଉଁ ଆଖୁ ଚାଷ କରୁଥିଲେ ସେ ଗାଁର ଲୋକମାନେ, ଭାଲୁ କ'ଣ କରୁଥିଲା? ସବୁଦିନ ଯାଉଥିଲା, ସବୁଦିନ ଯାଇକି କ'ଣ କରୁଥିଲା? ଲୁଚି ଲୁଚିକି ସେ ଆଖୁ କିଆରୀରୁ ଆଖୁ କ'ଣ କରୁଥିଲା? ଖାଇ ଦେଉଥିଲା। ସକାଳ ହେବା ପୂର୍ବରୁ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଉଥିଲା। ସକାଳ ହେବା ପୂର୍ବରୁ କ'ଣ କରୁଥିଲା? ପୁଣି ଜଙ୍ଗଲ ଭିତରକୁ ଚାଲି କ'ଣ କରୁଥିଲା? ପଳଉଥିଲା। ଏତେ ଦିନ ସବୁଦିନ ଏମିତି କ'ଣ ହେଲା? ସବୁଦିନ ଏମିତି ହଉଥିଲା, ଆଖୁ ଖାଇ ଦେଉଥିଲା, ପୁଣି କ'ଣ କରୁଥିଲା? ସକାଳ ହଉ ହଉକା ଜଙ୍ଗଲ ଭିତରକୁ ପଳଉଥିଲା। ତାପରେ ସେ କ'ଣ କଲା? ଗୋଟେ ଥର ଭାବିଲା ଯଦି ଆଖୁ ଏତେ ମିଠା ଆଉ ସୁଆଦିଆ, ତାହେଲେ ତ ଫଳଟା କେତେ ସୁଆଦିଆ ହେଇନଥିବ। ମାନେ ଆଖୁ ଗଛର ଫଳ ଅଛି, ଦେଖିଛ ଆଖୁ ଗଛ? ଦେଖିଛ ଆଖୁ ଗଛ? କୋଉଠି ଦେଖିଛ? ଆମ ଗାଁରେ ଆଖୁ ଗଛ ନାହିଁ। ଦେଖିଛ ଆଖୁ ଗଛ? ଆଖୁ ଗଛରେ ଫଳ ଅଛି? ସେ ପିଲାମାନେ ଭଲ କହୁଛନ୍ତି, ସେ ଯୋଉ ପଳେଇବେ ଇଏ କିଛି ଜାଣିବାକୁ ନାହାନ୍ତି, ଆମର ଜ୍ଞାନ ହଉନି। ସେଠୁ କ'ଣ ହେଲା? ସେଟା ଭାଲୁ କ'ଣ ଭାବିଲା କି ଆଖୁ ଗଛଟା ଯଦି ଏତେ ମିଠା ଅଛି ତାହେଲେ ତା ଫଳଟା କେତେ ମିଠା ହେଇଥିବ। ସେଠୁ କ'ଣ ହେଲା? ଦିନେ ସଞ୍ଜ ହେଲା ପରେ ଭାଲୁ ଆଖୁ ନ ଖାଇ ଆଖୁ ଫଳ ଖୋଜିବା ପାଇଁ ବାହାରିଲା। ସେଠୁ ଗୋଟେ ଥର କ'ଣ କଲା? ଭାଲୁ ଭାବିଲା ଯାଉଛି ଆଜି ଆଖୁ ଖାଇବିନି, ଆଖୁ ଫଳ ଖାଇବି। ସେଥିପାଇଁ କ'ଣ କଲା? ଆଖୁ ଫଳ ଖୋଜିବାକୁ ଲାଗିଲା। କିଛି ବାଟ ଗଲା ପରେ ଆଖୁ କିଆରୀରେ ଏକ ମହୁ ଫେଣା ଉପରେ ତା ନଜର ପଡ଼ିଲା। ସେଠୁ କେତେ ବାଟ ଗଲା ପରେ କ'ଣ ହେଲା? ନା ଆଖୁ କିଆରୀରେ ଗୋଟେ ମହୁ ଫେଣା ଥିଲା। ସେ ମହୁ ଫେଣା ଉପରେ କ'ଣ ହେଲା? ଭାଲୁର ନଜରଟା ପଡ଼ିଲା। ସେ କ'ଣ ଖାଇବାକୁ ଯାଇଥିଲା? ଆଖୁ। ଭାଲୁ କ'ଣ ଖାଇବାକୁ ଯାଇଥିଲା? ଏ ରାଜଗୁରି ଏ କ'ଣ ଦେଖୁଛୁ? ଭାଲୁ କ'ଣ ଖାଇବାକୁ ଯାଇଥିଲା? ସେ ଭାଲୁ କ'ଣ ଖାଇବାକୁ ଯାଇଥିଲା କହିଲୁ? ଭାଲୁ ଯାଇଥିଲା ଆଖୁ ଫଳ ଖାଇବାକୁ। ବୁଝିପାରିଲ? ହେଲେ ତା ନଜର କୋଉଠି ପଡ଼ିଲା? ଯାଇକି ମହୁମାଛି ଫେଣା ଉପରେ ଯାଇକି ପଡ଼ିଲା। ଆଖୁ ଫଳ ଭାବି ଭାଲୁ ଯେତେବେଳେ ମହୁ ଫେଣାକୁ କାମୁଡ଼ି ପକେଇଛି, ଆଉ ସେ ଯାଏ କୁଆଡ଼େ? ସେ କ'ଣ ମନେ ମନେ ଭାବିଛି କି ଏଇଟା ହେଉଛି କ'ଣ? ଲାଇଟ୍ ବସ। ସେ କ'ଣ ହେଲା? ଆଖୁ ଫଳ ଭାବି ସେ ମହୁ ଫେଣାକୁ କ'ଣ କଲା? କାମୁଡ଼ି ପକେଇଲା। କିଏ କାମୁଡ଼ି ପକେଇଲା? ଭାଲୁ କାମୁଡ଼ି ପକେଇଲା। ହଁ, ସାଇ ଫେରିବୁ। ତମେ କିଛି କହୁନ? ଆଉ ସେ ଯାଏ କୁଆଡ଼େ? ଯେମିତି କାମୁଡ଼ି ସେ କୁଆଡ଼େ ଯିବ? ଫେଣା ଥିବା ଶହ ଶହ ମହୁମାଛି ଭାଲୁକୁ ଚାରି ପାଖରୁ ଘେରି ଯାଇ ଦେହ ସାରା ବାନ୍ଧିଥିଲେ। ତେଣୁ ସେ ମହୁ ଫେଣାରେ ମହୁମାଛି ଥିଲେ, ସେ କ'ଣ କରିଛି? ଫଳ ଭାବିକି ଖାଇ ଦେଇଛି ସେ ମହୁ ଫେଣାଟାକୁ। ସେ ମହୁ ଫେଣା ସବୁ ପିଲା ଏପଟେ କାଟିଛି ବୋଲ। ସେ କ'ଣ କରୁଛନ୍ତି? ଖାଇ ଦେଇଛି ସେ ମହୁଟାକୁ। ତାପରେ କ'ଣ ହେଲା? ତା ଦେହ ସାରା କ'ଣ ହେଇଯିବ? ତାପରେ ମହୁମାଛି କାମୁଡ଼ି ସାରିଲା ପରେ ଫୁଲିଯିବ ସେ ଭାଲୁ, ଆହୁରି ଫୁଲିଯିବ। ତାପରେ ଗଲା ଭାଲୁ ଜୀବନ ବିପଦରେ ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରକୁ ପଳେଇ ଆସିଲା। ଆଉ କେବେ ଆଖୁ ଖାଇବାକୁ ଆସିଲା ନାହିଁ। ଗଛ। ତାହେଲେ ତମେ କ'ଣ ବୁଝିଲ? ଅତି ଲୋଭ